ବାଙ୍କୀ କଚେରୀ ପଡ଼ିଆଠାରେ 77ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳିତ। ଜାତୀୟ ପତାକା ଉତ୍ତୋଳନ କରି ବାଙ୍କୀବାସୀଙ୍କୁ ସମ୍ବୋଧିତ କରିଛନ୍ତି ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା। ସ୍ୱାଧୀନତା ଦିବସ ଅବସରରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦେଶାତ୍ମକ ଗୀତରେ କମ୍ପି ଉଠିଥିଲା ସମ୍ପୂର୍ଣ୍ଣ ପରିବେଶ। ଅନ୍ୟପଟେ ପ୍ୟାରେଡ୍ ସେରେମନିରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ 14 କୋଟି କ୍ୟାଡେଟ୍ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଅନୁଷ୍ଠାନ ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ସାମାଜିକ କର୍ମୀଙ୍କୁ ମଞ୍ଚ ପକ୍ଷରୁ ସାର୍ଟିଫିକେଟ୍ ସହିତ ସିଲ୍ ଦେଇ ପୁରସ୍କୃତ କରିଥିଲେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜେନା। ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଦେଶ ଓ ମାତୃଭୂମି ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କ ଚଲାପଥରେ ଆଜିର ଯୁବପିଢ଼ି ଆଗେଇ ଆସିବା ଦରକାର ବୋଲି ଆହ୍ୱାନ ଦେଇଥିଲେ ନିମନ୍ତ୍ରିତ ଅତିଥିମାନେ। ବ୍ୟୁରୋ ରିପୋର୍ଟ, ରେନବୋ ମିଡ଼ିଆ।